चाइबो के खूब टेंशन देलानी सालाटा काली कोन टेंशन लेनी आपण को खोजा को बंद करी पूरा मोबिल काल कर देलनी साइड दादा लोगो को मानुची इंस्पेक्टर कथा कहला बेलको पूरा चुप मत आस्ते प्रथमे मारिबा भाई टंका नेला ता कथा भूली जाईची बोली बाबा কথাটা কাই কেমনি লাগুছি এই হাইডরটা কেড়ে কেড়ে বড় পুনাঙ্গ ঘরে বসি মরে করছি আমুকু সেলফি করছি এবে জোড়াতে ইন্সপেক্টর কথাটা কইলা বের বাবা রানী এ বাবু গোটা ধরু দিবা কটি আসে শুনমো হ্যাঁ ডক্টর ইন্সপেক্টর ডক্টর মারো সিবিআই অবস্থি কো করি বাবু এ সিবিআই কো তুমি সাধারণ ভাবে মুখ বাইরে দিও কাজবালো আউরা বিপদ শুন বাপুড়ি খাই ইন্সপেক্টর কা আজই মারিব আউ তা মাই কিনা রাটো হব রাটো কথারে কহিবা কামেরে করিবা দেইটা জাক আকাশ পাতাল ফরক ওরে আগে সাইলেন্ট কর আমন ভাত কথা আগে অতি বলি ডারে সে সাইন ইন্সপেক্টর টা আজই মারিব আরে সকলি অলি টাইম করা আরে সময় হই গলা ইন্সপেক্টর টা মানে নেক্সট কবি ট্রুগেন্ট্রি করিব আমন একটা ভিতরে এন্ট্রি করিও আরে আউ নেই কোন সুগাই সে সবাটা কেমনে মরিব ও খালি সেই কালে কি হয় থাকি আছে এ আমরা পুরা সাম্রাজ্যকে বন্ধ সে সবাটা কেমনে মরিব ও খালি হেক্কা দিকে মোর টিকে খাই আজি ফাইটিং দিতে দিবা ওরা বি চাও জান্নাতি টিকে ইটা ভাটিয়ারে দিবা আরে পাপু বাপারে আমো ইটা ভাটিরে সিসিটিভি লগাই দেইছু তো আ সেকেন্ড মোবাইল আছে এ বাপা টিকে লগারে জামস্টার কোটে এলানি তে হাড়ো কোনে হেইছি আমারে আমার নামে মানবো হে আল্লাহ কাকা গুন্ডা মানে ইন্সপেক্টর কোনছন্তি কোউনি বাইরে সেইনি মারলে এ পরিস্থিতিরে মু কল করিবি হ্যাঁ ইন্সপেক্টর মু
ଗଲି ଆଉ ସେ କହିଥିଲେ ମିଶୁ ମୋର ଦେହ ଏ ଦେଶ ମାଟିରେ ଦେଶବାସୀ ଚାଲି ଯାଆନ୍ତୁ ନାଇଁ ବେ ପିଠିରେ ପିଠିରେ ଆଜିକାଲି ଦେଶ ସେବକ ମାନେ ପିଠିରେ ଚାଲୁନାହାନ୍ତି ଆଉ କୋଉଟା ଚାଲନ୍ତି ସବୁ ପେଟରେ 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 ହଁ ବେ ଆଚ୍ଛା ବିକୁ ତୁ କହିଲୁ ତୁ କାହାକୁ ମୁଣ୍ଡିଆ ମାରିଲୁ ମଦର ଡେରାସାକୁ ମଦର ଟେରେସାକୁ ମୁଣ୍ଡିଆ ମାରିଲୁ ଆଚ୍ଛା ସେ କଣ କହିଥିଲେ ସେ କଣ କହିଥିଲେ ଜାଣିଛୁ ଆଉ କଣ କହିଥିଲେ ଆରେ କହୁଛୁ ନା ଲଗେଇଦେବି ଗୋଟେ ଆରେ ସେମାନେ ଓଡ଼ିଆରେ କହିଛନ୍ତି କଣ କହିଛନ୍ତି ସବୁ ପ୍ରେମିକ ବେହିଆ ଏମିତି ମୋ ସାଙ୍ଗ ହାଇଦା ତୁ କି ପ୍ରେମ କରୁଥିଲୁ ରେ ଯାହାକୁ ପ୍ରେମ କଲୁ ତା ସହିତ ଲଭ୍ ସିମ୍ କଲୁ ତା ଭଉଣୀ ତା ଭାଇକୁ ଦୁଇ ବେଳ କଣ ଲାଗିକି କହିଦେଲୁ ଯେ ସେ ଆଉ ଜଣକୁ ବାହା ହୋଇଗଲା ଆବେ ସାଙ୍ଗ ତୁ ସିନା ସେ ଭଉଣୀର ସ୍ୱାମୀଟାକୁ ବଞ୍ଚାଇ ଦେଲୁ ହେଲେ ସେ କାକାର ଗୁଣ୍ଡା ମାନେ ସେ କାକାର ଗୁଣ୍ଡା ମାନେ ସେ ଇନ୍ସପେକ୍ଟର ପଛରେ ପଡ଼ିନାହାନ୍ତି ମୋ ପଛରେ ପଡ଼ିଛ ଆଉ ତତେ ଦେଖିଲେ ମାନେ ସେ ମାରିଦେଲେ ଏ ଭାଇ ତୋର ଗୋଟେ ଉସୁଲ ଅଛି କାହା ସାଙ୍ଗରେ ଲାଗେ ଏବେ କାହା ସାଙ୍ଗରେ କିଏ ଲାଗେ ତାକୁ ସେ ଛାଡ଼େନି ହଉ କାକା ସହିତ ବି ମୋର ଗୋଟେ ପୁରୁଣା ହିସାବ ଅଛି ସେ ଦିନ ବି ପାଖେଇ ଆସିଲା ତୁ ବୁଝୁନୁ କାହିଁକି ବେ ସେ କାକାର ଗୁଣ୍ଡା ମାନେ ଆଦୌ ଭଲ ଲୋକ ନୁହଁ ତାର ଏଇ ସହର ସାରା ଲୋକ ଆଉ ସେ ତ ଯେମିତି ହେଲେ ବି ଧରି ନେବେ ତୁ ଦେଖିବୁ ବହୁତ କମ ଦିନ ଭିତରେ ସହର ଆଟମୋସ୍ଫିୟରକୁ ବଦଳେଇବେ ଆମେ ସେମାନେ ଆଜି ରାଜ କରୁଛନ୍ତି ଆମେ କାଲି ରାଜ କରୁଥିବା ଆଉ ସେଇଦିନ ଏ ହାଇଦ ନିଜକୁ ସାବାସି ଦବ ଆଉ ଯୋଉ ସହରରେ ପାଦ ରଖିବ ସେଇ ସହରର ଲୋକେ ତୋ ବେକରେ ଗୋଟେ ମୁଲା ଗଳେଇବେ ସେଦିନ 144 ଜାରି ହବ ସେଦିନ ମୋହିନୀ ଆସିବ ତୋ ବେକରେ ଗୋଟେ ମୁଲା ଗଳେଇଦବ ତୁ ବି ତା ବେକରେ ଗୋଟେ ମୁଲା ଗଳେଇଦବୁ ଆଉ ଦୁଇ ଜଣକ ପୁରା କୁଣ୍ଡା କୁଣ୍ଡି ହେଇଯିବ କୁଣ୍ଡା କୁଣ୍ଡି ଆରେ ମାରିଲୁ କାହିଁକି ଏ ପଚାରୁଛି ମାରିଲୁ କାହିଁକି ବଡ଼ା ଗୁଣ୍ଡା ହେଇଛି ଆଉ ମାରିଲେ ଯଦି ସବୁ ସମସ୍ୟାର ସମାଧାନ ହୋଇଯାଆନ୍ତା ସେ ଇନ୍ସପେକ୍ଟର ତୋରି ପାଖରେ ଅଛି ସେ କଥା ଶୁଣିଲା ବେଳକୁ ମୋ ମୁଣ୍ଡ ପୁରା ଟ୍ରାକ୍ ହେଇଯାଉଛି ସେଟା ତ ହାତ ମଟେଇଛି ମନେ ହେଉଛି ଗୋଟେ କଣ ଆଣିଦେଉଛ କାଠ ମାରିଆ ଆଣି ତା ମୁଣ୍ଡଟାକୁ ପିଟି ଦିଅ ଆଉ ସେ ମୋହିନୀ ହୁଅନ୍ତା ରାଣ୍ଡ ଆଉ ଖୋଜନ୍ତା ତ ଆରେ କଣ ମୁଁ କହିଛି ସେ ଭାଇନା କହୁଥିଲେ ସେ ମୋହିନୀ ତା ସ୍ୱାମୀର ପରେ ଭଲ ସମ୍ପର୍କ ନାହିଁ ତାଙ୍କ ଦୁଇଟା କେତେବେଳେ ପଡୁନାହାନ୍ତି ଆରେ ସାଙ୍ଗ ତୁ ମୋତେ ଅନୁମତି ଦେ ମୁଁ ସେ ମୋହିନୀଟାକୁ ଉଠେଇ ଆଣିବି ତୁ କଣ ଉଠେଇ ଆଣିବୁ ରେ ତୁ କଣ ଛଅ ମୁଣ୍ଡିଆ ନାଇଁ ବୋଲି ଉଠେଇ ଆଣିବୁ କାହିଁ ଦେଖା ହଉନୁ କି ଆରେ ମୁଁ କଇଁଛ ଭଳିଆ ବସିବି କଣ ଭଳିଆ ଆଉ ଶାବଳ ଭଳିଆ ବାହାରିବି ଆଉ ଯିଏ ପଚାରିବ କହିବି କଣ କହିବି ମୁଁ ହାଇଦର ତଳଟା ହାଇଦ ଆଉ କିଏ ମୋ ସାଙ୍ଗ ଆଖିରେ ଲୁହ ଦେଇଛି ମୁଁ ପୁରା ଛାଡ଼ିବିନି ଯାଉଛି ଆରେ ରହିଯା ବେ ସାଙ୍ଗ ରହିଯା ଆରେ ଭଲ ପାଇବା ଜବରଦସ୍ତି କରାଯାଇନି ସେମିତି ହେଇଥିଲେ ସହର ବଡ଼ ବଡ଼ ହିରୋଇନ ମୋ ପାଖରେ ଥାନ୍ତି ଭଲ ପାଇବା ପାଇବାରେ ନଥାଏ ଭଲ ପାଇବା ହରେଇବାରେ ଥାଏ ଆରେ ମୁଁ ତ ମୋହିନୀକି ଭୁଲି ଯାଇଛି ତମେ ମାନେ ଭୁଲି ଯାଅ ଭୁଲି ଯାଇଛୁ ଆରେ ମାନେ ଭୁଲି ଯାଇଛୁ ମାଲତି ହେଲା ପରେ କାହିଁକି ମୋହିନୀ 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 ମାଇ ଲାଇଫ ମୋହିନୀ ମାଇ ହାର୍ଟ ଏସବୁ କାହିଁକି କହୁଛୁ ଏ ସାଙ୍ଗ ଏକଥା ମୁଁ କହୁଛି ହଁ ତୁ କହୁଛୁ ହଁ ବେ ତୁ ଏ କଥା କହୁ ଆରେ କାହିଁକି ବେ
ସାଙ୍ଗ ଏକଥା ମୁଁ କହୁଛି। ହଁ ଏ କଥା ତୁ କହୁଛୁ। ସଦାବେଳେ ରାତିରେ ବିଳି ବିଳି ହଉଛୁ। କାଲି ଯେତେବେଳେ ମୋ ପାଖରେ ଶୋଇଥିଲୁ ନିଦ ବାଉଳିରେ ଚିତ୍କାର କରି କାନ୍ଦି କାନ୍ଦି କହୁଥିଲୁ ଏ ମୋହିନୀ ଫେରି ଆସ ମୁଁ ତୁମ ବିନା ବଞ୍ଚି ପାରିବିନି। ମୁଁ ଗୋଟେ ଭଲ ମଣିଷଟେ ହେଇଯିବି। ମୁଁ ସମ୍ମାନରୁ ହିନ୍ଦୁ ହେଇଯିବି। ଆରେ କାହିଁକି କାନ୍ଦି କାନ୍ଦି ଚିତ୍କାର କରି କହୁଥିଲୁ କାହିଁକି? ଏ ସାଙ୍ଗ ମୁଁ ସିନା ମୋ ନିଜକୁ ବୁଝେଇ ଦେଇଛି। ଏଇ କମିଲା ଦିନଟା ମୋର ମାଣ୍ଡୁନି ରେ। ସେ କେବଳ ସେ ମୋହିନୀ ବିଷୟ ପାଇଁ ତରତର କରୁଛି। ଆଉ ମୁଁ ତାକୁ ଯେତେବେଳେ ପ୍ରଶ୍ନ ପଚାରୁଛି ଏ ମନ ଆରେ ତୁ କାହାର ରେ? ସେ ମତେ କଣ ଉତ୍ତର ଦଉଛି ଜାଣିଛୁ? ସେ ମତେ କହୁଛି ହେ ହାଇଦ ମୁଁ ଆଉ ତୋର ଏ ନାହିଁ ରେ। ମୁଁ ସେ ମୋହିନୀ ମିଶ୍ର ପାଖରେ ବନ୍ଧା ଏ ସାଙ୍ଗ ସବୁ ଠିକ ହେଇଯିବ। ସବୁ ଠିକ ହେଇଯିବ। ଆବେ ଦେ ତୁ ଗୋଟେ 6 ଫୁଟିଆ ଟୋକା। ତୁ ବି କହୁଛୁ କମ ନୁହଁ। ଏ ସାଙ୍ଗ ରାଗିଲେ ତୁ ସଲମାନ ଖାନ, ନାଚିଲେ ତୁ ଗୋବିନ୍ଦା, ଆଉ ହସିଲେ ତୁ ଶାହରୁଖ ଖାନ। ଏ ସାଙ୍ଗ ତୋର ଏ ମୁହଁଟାକୁ ସଦାବେଳେ ହସ ହସ ଶୋଭା ପାଏ। ଏ ଆଖିର ଲୁହ ନୁହେଁ। ତୁ ପରା ସେ ମୋହିନୀକୁ ବହୁତ ଭଲ ପାଉଥିଲେ। ଭୁଲି ଯା ତାକୁ। କେମିତି ବଞ୍ଚୁଛୁ ରେ ସାଙ୍ଗ? ତୁ କେମିତି ବଞ୍ଚୁଛୁ? ହେ ସାଙ୍ଗ ଆରେ ଜାଣିଛୁ ପିଲାଦିନେ ବାପା ଚାଲିଗଲେ। ବିଧବା ମା ଆମ ଦି ଭାଇକୁ ମଣିଷ କରିବା ପାଇଁ ବହୁତ କଷ୍ଟ ସହିଛି। କେବେ ଗାଁ ଘରେ ବାସନ ମାଜି ରଖିଦେଲେ ହୋଟେଲରେ। ସେଇଟା ଖୁଦା ଆଖିରେ ଗଲାନି ନାଇଁ ରେ। ମୋ ମାଆକୁ ମତେ ଅଲଗା କରିଦେଲା। ଆଉ ଆମକୁ ଯିଏ ମତେ ହରି ବାଇଗର କରିଛନ୍ତି ତାଙ୍କର ବି ହାର୍ଟ ଆଟାକ୍ ବାହାର କରୁ। ଆଉ ଏ କତୁରିଆ ଜାତିକୁ ବନ୍ଦୁରାଇ ଦେଇ ଶେଷରେ ସେ ମୋହିନୀଟା ବି ମତେ ଛାଡ଼ି ଦେଇ କେବଳ ସେଇ ଦିନଠୁ ଏ ହାଇଡ୍ରଟା ଗୋଟେ ଠିକଣା ଦିନ ଚିଠି ବାଜି ଯାଇଛି। କେତେବେଳେ ଏ ଡାକଘରରୁ ସେ ଡାକଘର, ଏ ହାତରୁ ସେ ହାତ ଘୁରି ବୁଲୁଛି। ଏଇ ବେଳେବେଳେ କଣ ଇଚ୍ଛା ହୁଏ ଜାଣିଛୁ? ବେଳେବେଳେ ଇଚ୍ଛା ହୁଏ ନିଜ ବନ୍ଧୁ କରି ନିଜକୁ ସବୁ ଠିକ ହେଇଯିବ। ଏ ବିକୁ ଚା ସେ ଇଂଲିଶ ପେଟର କମେ ମାରି ଦବା। ସେ ଇଂଲିଶ ପେଟର ସବୁ କଣ ଏକା ତମେ ଦି ଜଣ ଗୋଟିଏ ପାଖକୁ ଯିବ। ତମ ଦି ଜଣକୁ ମୁଁ ଶୋଟ କରିଦେବି ତମ ଦି ଜଣକୁ। ତୁ କଣ ଗୁଣ୍ଡା ଲେଖେ ହଉଛୁ ଗୁଣ୍ଡା? ଆବେ ତୁ କଣ ଗୁଣ୍ଡା ହୋଇ ବନ୍ଧୁକ ରଖିଛୁ ବୋଲି ଆମକୁ ମାରିଦବୁ ତୁ? ଏ ସାଙ୍ଗ ତୁ କଣ ଭାବୁଛୁ?
ଏ ଦୁନିଆଟା ସିନା ହାଇଦରକୁ ଛିଡ଼ି ପାରିଲାନି, ହେଲେ ହାଇଦର ଠିକ ଜାଣିଛି ଇସ୍କ କ'ଣ ପ୍ୟାର କ'ଣ। ସେ ତୋତେ କେବେ ହାରିବାକୁ ଦେବନି ସାଙ୍ଗ, ତୁ ଜିତିବ, ତୁ ନିଶ୍ଚୟ ଜିତିବ। ଏ ହାଇଦର ଏ ସାଙ୍ଗ ମୁଁ ଯାଉ, ମୋର ଅନେକ ବହୁତ କାମ ଅଛି। ମୁଁ ଆସୁଛି ରେ ସାଙ୍ଗ, ମୁଁ ଆସୁଛି। ଏମାନଙ୍କୁ କହନ୍ତି ସାଙ୍ଗ, ଦୋସ୍ତ, ଯୋଉମାନେ ଜୀବନରେ ଗୋଟେ ଭଣ୍ଡ ସାପଟେ ବି ମାରି ନାହାନ୍ତି, ଏ ସାଙ୍ଗଟା ପାଇଁ ମଣିଷ ମାରିବା ପାଇଁ ପଛେଇ ଦେଲି। ଖାସ୍ ମୋ ମୋହିନୀ ବିଶ୍ଵ ମତେ ଏତିକି ଟିକେ ଭଲ ପାଇ ନଥାନ୍ତା। I love you, Haida. I love you, Haida. I love you so much. ଆରେ ଇଂଲିଶରେ କଣ କହୁଛୁ, ଓଡ଼ିଆରେ କହ। ଏ ହାଇଦର, ମୁଁ ତତେ ବହୁତ ଭଲ ପାଏ। ତୋ ବିନା ମୁଁ ବଞ୍ଚି ପାରିବିନି। ଆରେ ଛାଡ଼ ମତେ, ଆରେ ପବନ ଯିବା ପାଇଁ ତ ବାଟ ଛାଡ଼। ନା ମୁଁ ଛାଡ଼ିବିନି। ଏମିତି ପରିସ୍ଥିତି ଭିକୁ ବାବୁలు ଦେଖିଦେବେ, ସୋସିଆଲ ମିଡ଼ିଆ ଫଟୋ ଉଠେଇ ଛାଡ଼ିଦିବେ, ନେଟ୍ ପୁରା ଜାମ୍ ହେଇଯିବ ଯେ। ମୋତେ କହ, ତୁ ମୋ ଭୁଲ ପାଇଁ ମୋତେ କ୍ଷମା କରିବୁ କି ନାହିଁ? ଆରେ ମତେ ଛାଡ଼ ତ ପେଲେ। ନା, ମୁଁ କ୍ଷମା ଛାଡ଼ିବିନି। ମୋତେ କହ, ତୋ ସହିତ ତମ ଘରକୁ ନବୁ କି ନାହିଁ? ଆରେ ବାବା ମତେ ଛାଡ଼ ତ ପେଲେ। ନାହିଁ, ତୁ ମୋତେ କହ, ତୁ ମୋତେ ନିକାହ କରିବୁ କି ନାହିଁ? ହଉ ମୁଁ ତତେ ଶାଦି କରିବି, ମୋ ବଚ୍ଚାର ମାଆ ବି କରିବି। ବାସ୍, ମୁଁ ତ ଏଇଆ ଚାହୁଁଥିଲି। ହଁ। ମୁଁ ତ ବଚ୍ଚାର ମା ହେବାକୁ ଚାହୁଁଛି। ସେଥିପାଇଁ ତ ସମୟ ଲାଗିବ। ନାଇଁ, ଆମେ ଏଇଠି ଏବେ ନିଜକୁ ସେଥିପାଇଁ ପ୍ରସ୍ତୁତ କରିବା। ଏଇ କ'ଣ ମୁଣ୍ଡ ଫୁଣ୍ଡ ଖରାପ ହେଇଗଲେ ନା କ'ଣ ରହିବାର ସମୟରେ? ଏଇ, ମୁଁ କିଛି ଶୁଣିବି। ଚାଲ କହ, ତୁ ମୋ ଦେହରେ ଶାଢ଼ୀ ଖୋଲିବୁ ନା ମୁଁ ନିଜେ ଖୋଲିଦେବି? ଏ ହାଇଦର, କମର ହାଇଦର, ଏଇ ଭଲରେ କହୁଛି, ତୁ ମୋ ଦେହରେ ଶାଢ଼ୀ ଖୋଲିବୁ ନା ମୁଁ ମୋତେ ଉପଭୋଗ କରିବା ପ୍ରସ୍ତୁତ କରିବି? ପ୍ଲିଜ୍ ହାଇଦର, ତୁ ମୋତେ ନିରାଶ କରନି, ପ୍ଲିଜ୍। ପ୍ଲିଜ୍ ହାଇଦର, ତୁ ମୋତେ ନିରାଶ କରନି। ଏଇ, କାହିଁକି ଚୁପ୍ ରହିଲି? ଏଇ ଦେହଟା ପାଇଁ ତୁ ପାଗଳ ହେଇଯାଇଥିଲୁ ନା? ଏଇ ଦେହ ପାଇବା ପାଇଁ ତୁ ସେଦିନ ଶାଶୁ ଘରକୁ ଚାଲି ଆସିଲୁ ନା? ହେଇ ମୋ ସୁନ୍ଦରତାରେ ପାଗଳ ହେଇଯାଇ ତୁ ମୋ ସ୍ୱାମୀଠାରୁ ମୋତେ ଅଲଗା କରିବାକୁ ଚାହିଁଥିଲୁ ନା? ହେଇ ଦେହଟା ପାଇବା ପାଇଁ ତୁ ମୋ ସ୍ୱାମୀକୁ ଆଜି କିଡନାପ୍ କରିଛୁ ନା? ହଁ ଭାଇ ତ, ଆରେ ମତେ ଭଲରେ କହୁଛୁ ପଳା। ଶୁଣ ଭାଇ ତ, ତତେ ତ ଉପଭୋଗ କରିବାକୁ ଦେଇପାରିବିନି, ହେଲେ ଏ ଶରୀରଟାକୁ ବନ୍ଦ କରିବାକୁ ଦେଇପାରିବି। ମାଂସ ନବି କୁକୁର ଭଳି ପର ସ୍ତ୍ରୀକୁ ବଳାତ୍କାର କରିବ। ମାରିବୁ, ମାର, ବାପର ପୁଅ ଯଦି ମାରିଦେଲେ ନା। ମୁଁ ସତ କହୁଛି ହାଇଦର, ତୁ ମୋତେ ହାତରେ ମାର, ଏ ଗୁଳିରେ ମାର, ହେଲେ ମୋ ସ୍ୱାମୀକୁ ମୋତେ ଫେରେଇ ଦେ। ଏ ହାଇଦର, ମୁଁ ତୋର ହାତ ଯୋଡୁଛି।
ଦେବୁ ଯା ହଁ ଏବେ ତ ସୋସିଆଲ ମିଡ଼ିଆରେ ବହୁ ଭାଇରାଲ ହେଉଛନ୍ତି ତୋ ସ୍ୱାମୀର ଫଟୋଟା ସୋସିଆଲ ମିଡ଼ିଆରେ ପୋଷ୍ଟ କରିଦେବୁ ଆଉ କ୍ୟାପସନରେ କ'ଣ ଲେଖିବୁ ଜାଣିଛୁ ମୋ ସ୍ୱାମୀ ହଜି ଯାଇଛି ତୋ ସ୍ୱାମୀକୁ ଫେରେଇ ଦେବୁନି। ମୁଁ କ'ଣ ସ୍ୱାମୀ ବ୍ୟାଙ୍କ ଡିପୋଜିଟ୍ କରିଥିଲୁ ଆଜି ନେବାକୁ ଆସିଛୁ ଚାଲ ଠିକ୍ ଅଛି ମୁଁ ଏଠୁ ଚାଲିଯିବି ମୁଁ ହେଲେ ତୁ ବି ମୋର ଗୋଟେ କଥା ମନେ ରଖାଇଛ ମୁଁ ଯଦି ପ୍ରକୃତରେ ପ୍ରତିବଦ୍ଧ ନାରୀ ହେଇଥିବି ମୋ ସକାଶେ ତୁମେ ଯଦି ପବିତ୍ର ହେଇଥିବ ତାହେଲେ ମୋ ସ୍ୱାମୀ ନିଶ୍ଚୟ ମିଳିବେ ମୋ ସ୍ୱାମୀ ନିଶ୍ଚୟ ମିଳିବେ ଆଉ ତୁ ସେଦିନ ମୁଁ ମୋ ସ୍ୱାମୀ ହାତ ଧରି ହାତରେ ଠିଆ ହେଇଥିବି ମୁଁ ଆଉ ଆମ ଦିନକୁ ଇଚ୍ଛା ଦେଖି ଜଳୁଥିବ ସାଇଟା ଅଭିଶାପ ଦେଇଗଲା ହଁ ଅଭିଶାପ ବି ଦେବା କଥା ନା ହେଲେ କୋଉ ଅଭିଶାପ ଫଳିବ କି ନାହିଁ ସେ କଥା ମୁଁ ଜାଣିନି ମୋହିନୀ ମିଶ୍ର ହେଲେ ତମ ଦି ଜଣଙ୍କୁ ଦେଖି ଜଳିବା ଚରିତ୍ର ହେ ହାଇଦର ନୁହେଁ କାହିଁକି ନା ହାଇଦର ହିରୋ ନୁହେଁ ହିରୋ ମାନେ ରାତି ସାରା କାନ୍ଦନ୍ତି ସକାଳେ ହସନ୍ତି ହେଲେ ଭିଲେନ ରାତି ସାରା ହସେ ସକାଳେ ମରେ I am a villain. I like to be villain. ମୋହିନୀ ଆସିଥିଲା ଚାଲିଗଲା ଯେ ଓହୋ ସଉକୁଣି ଆସିଥିଲା ଚାଲିଗଲା ବୋଲି ମନ ଦୁଃଖ କରୁଛୁ କ'ଣ ପାଇଁ ଆସିଥିଲା ସେ କ'ଣ ପାଇଁ ଆସିଲା ତା ଘଇର ଖୋଜିବାକୁ ଆସିଲା କ'ଣ ପାଇଁ ଆସିଲା କ'ଣ କହିଲା ତୁମେ ମୁଁ କହିଲି ତୋ ସ୍ୱାମୀ ତ ନାହିଁ ମୁଁ ଫାଙ୍କା ଆସି ମତେ ନଉନୁ ସେ ବାଜ୍ୟ କଥା ବନ୍ଦ କର କ'ଣ କହିଲା ସେଇଟା କୁହ ମନା କରିଦେଇଛ କାହିଁକି ଆମେ ତ ସତ କଥା କହିପାରିଥାନ୍ତ ନାଇଁ ଯେ ପୋଲିସ ସବୁ ଆମ ପାଖରେ ଅଛନ୍ତି ବୋଲି ନାଇଁ ପ୍ରିୟା ନାଇଁ ଯଦି କୌଣସି ପ୍ରକାର ଏ କଥା ବାହାରକୁ ଚାଲିଯାଏ ଇନ୍ସପେକ୍ଟର ଆମ ପାଖରେ ଅଛି ବୋଲି ଭୁଲ ହେଇଯିବ ନା ତମେ ଠିକ କହିଛ ଏମିତିରେ ବି ପୋଲିସ ମାନଙ୍କ ଦେହ ଭଲ ହେଇଆସିଲାଣି ଆଉ କେତେ ଜାଣିଛ ଆଜି ନା ମୁଁ ତାଙ୍କ ପାଖକୁ ମେଡିସିନ ନେଇଯାଇଥିଲି ଆଉ ସେ ମତେ ଏମିତି ଚାହିଁଲେ ମୁଁ ନା ପୁରା ଡରିଗଲି ଡରୁଛୁ ଆରେ କାହିଁକି ଡରୁଛୁ ଶୁଣ ଏଥର ଯେତେବେଳେ ମେଡିସିନ ପାଇଁ ନେବୁ ସେ ଇନ୍ସପେକ୍ଟର ଯଦି ଅନେଇଲା ତାକୁ ସିଧା କହିଦେବୁ ଏ ଇନ୍ସପେକ୍ଟର ଏ ଝିଅ ଡରିବା ଝିଅ ନୁହେଁ ମୋ ଏ ହଉଛି ହାଇଦର ବ୍ରାଣ୍ଡ ଆଉ ଆକୁ ଯିଏ ଅନେଇବ ଏ ସହରରେ ନିଆଁ ଲାଗିବ ନିଆଁ ମୁଁ ଗୋଟେ କଥା କହିବା ପାଇଁ ଭୁଲି ଯାଇଛି କ'ଣ ଆଜି ତମ ଘରକୁ ପୋଲିସ ଆସିଥିଲା ପୋଲିସ ରେଶମାକୁ ଚାଚାକୁ କ'ଣ ସବୁ ପଚରାପଚରି କରିଥିଲା ହଁ ମୋ ବବଲୁ ଭାଇକି ପଚାରିଥିଲା ଆଉ ବବଲୁ ଭାଇକି କହିଯାଇଛି ସେ ଯାଇ ପୋଲିସ ଷ୍ଟେସନ ଦେଖା କରିବା ପାଇଁ ଆଉ ସେ ମ୍ୟାଡ଼ାମ ସେ ପୋଲିସ ମ୍ୟାଡ଼ାମଙ୍କ କଥା ମୋତେ ଏମିତି ଲାଗୁଥିଲା ଯଦି ମୋ ବବଲୁ ଭାଇକି ସେ ପାଖରେ ପାଇନା ତାକୁ ସିଧା ସୁଟ୍ କରିଦେବ ସେ ମ୍ୟାଡାମଙ୍କ ନାଁ କ'ଣ ଥିଲା ସେ ମ୍ୟାଡ଼ାମଙ୍କ ନାଁ କ'ଣ ଥିଲା କ'ଣ ଥିଲା ସେ ମ୍ୟାଡ଼ାମଙ୍କ ନାଁ ତ ହଁ ଝାନ୍ସୀ ମ୍ୟାଡ଼ାମ ହଁ ମୋ ବଡ଼ ଭାଇ କହୁଥିଲେ ସେ ତା ବାବାଙ୍କର ତା ମର୍ଡର କେସ୍ର ତଦନ୍ତ ପାଇଁ ଆମ ଗାଁ ଥାନାକୁ ବଦଳି ହେଇଥିଲେ ଭାଇ ପ୍ରିୟା ସେ ତ ଭାଇ କି ନୁହେଁ କି ମୋ ଅପୁକୁ ନୁହେଁ ସେ ମତେ ଖୋଜିବାକୁ ଆସିছে ଆଉ ମତେ ଯୋଉଠି ପାଇବେ ସିଧା ଏନକାଉଣ୍ଟର କରିଦେବେ ଶୁଣ ସେ ମ୍ୟାଡାମ ସିନା ମତେ ଥରେ ମାରିବେ ହେଲେ ସେ ମ୍ୟାଡାମ ବଞ୍ଚିଥିବା ଯାଏ ମରିବେ କେତେ ମନେ କରୁଛି এই কালো কথা আমরা তুন্ডল কারিব না বলি ମୋ ଭଲ ଅଭିମାନ ହେ ପ୍ରିୟା ତୁ କାହିଁ ବ୍ୟସ୍ତ ହଉଛୁ କହିଲୁ ଏ ହାଇଦର ତତେ କେବେ ଏକା କରି ଯିବନି ଆରେ ହାଇଦର ଚାପ୍ଟର 2 ତ ପେଟରେ ଜାଗା ନେଇ ସାରିଛି ସେ ଖୁବ୍ ଶୀଘ୍ର ଆସିବ ଆଉ କହିବ ଅମିଜା